ମେନା ଚଢ଼େଇ ବୁଲବୁଲି ମାଉସୀ ଘରେ ରହି ଅଣ୍ଡା 2ଟା ଦେଇଦିଏ। ବୁଲବୁଲି ମାଉସୀ କୁହନ୍ତି, ଆରେ ମେନା ଚଢ଼େଇ, ଏବେ ତୋର ଖୁସିର ଦିନ ଷ୍ଟାର୍ଟ ହେଇଗଲା। କିଛି ଦିନ ମଧ୍ୟରେ ତୋର ପିଲାମାନେ ତୋରି ପାଖକୁ ଆସିବେ। ଆଉ ତୋର କ'ଣ ଦରକାର? ମେନା ଚଢ଼େଇ, ତୁ ଏବେ ଖୁସି ହେବା କଥା। ମନ ଦୁଃଖ କ'ଣ ପାଇଁ କରିଛୁ? ତୁ ହସିଦେ ଟିକେ। ମେନା ଚଢ଼େଇ କୁହେ, ମାଉସୀ, ମୁଁ ଚାହିଁଲେ ବି ଖୁସି ହେଇପାରୁନି। ତମେ ସେଇ କଥା ଭଲ ଭାବରେ ଜାଣିଛ। ମୁଁ ତମ ଘରୁ ବାହାରି ପାରୁନି। ବାହାରକୁ ମୁଁ ନିଜେ ବି ଜାଣିନି। ମୁଁ ବାହାରକୁ କେତେ ଦିନ ହେଲା ବାହାରିନି। ସେଇ ଶିକାରୀ ପକ୍ଷୀ ତ ସବୁଦିନ ଆସି ସେହି ଗଛରେ ବସି ରହୁଛି ମୋତେ ଖାଇବା ପାଇଁ। ଆଉ ମୋତେ ନ ଖାଇ ସେଠାରୁ ଯିବ ନାହିଁ ବୋଲି ଜିଦ୍ ଧରିଛି। ମୁଁ ଏବେ ବାହାରକୁ ଗଲେ ସେହି ଶିକାରୀ ପକ୍ଷୀ ମୋତେ ଖାଇଦେବ। ମୋର ପିଲାମାନଙ୍କୁ ମୁଁ ଉଡ଼ିବା ଶିଖାଇବି କେମିତି? ମୁଁ ତାଙ୍କ ପାଇଁ ଭଲ ଭଲ ଖାଦ୍ୟ ଆଣିବି କେମିତି? ଏତେ ଦିନ ହେବ ତମେ ତ ମୋତେ ଖାଦ୍ୟ ଦେଇ ଆସୁଛ। ମୁଁ ଏହି କଥା ଜାଣି କେମିତି ଖୁସି ହୋଇପାରିବି ବୁଲବୁଲି ମାଉସୀ? ଆରେ ମେନା ଚଢ଼େଇ, ମୁଁ ସେଇ ଶିକାରୀ ପକ୍ଷୀକୁ କେତେ ଥର ଡରାଇ ସାରିଲିଣି। କିନ୍ତୁ ତାର ଗୋଟିଏ ଜିଦ୍ କି ମୁଁ ମେନା ଚଢ଼େଇକୁ ନ ଖାଇ ଏଠାରୁ କୁଆଡ଼େ ଯିବିନି। ସେହି ଶିକାରୀ ପକ୍ଷୀ କାହାକୁ ବି ଡରୁନାହିଁ। ଏବେ ମୋରି ପାଖରେ ମଧ୍ୟ ସେହି ଶିକାରୀ ପକ୍ଷୀକୁ ଏଠାରୁ ବିଦା କରିବା ପାଇଁ ଆଉ କିଛି ଉପାୟ ନାହିଁ। କିନ୍ତୁ ତୁ କି ତୋର ପିଲାମାନଙ୍କୁ ମୁଁ କେବେ ବି ଏଠାରୁ ବାହାର କରିବି ନାହିଁ। ମୁଁ ତୋରି ପାଇଁ ଆଉ ତୋର ପିଲାମାନଙ୍କ ପାଇଁ ସବୁଦିନ ଖାଦ୍ୟ ଆଣିଦେବି। ବୁଲବୁଲି ମାଉସୀ, ତମେ ମୋତେ ଏତେ ସାହାଯ୍ୟ କଲଣି, ମୁଁ ଆଉ ତମ ଉପରେ ବୋଝ ହେବାକୁ ଚାହେଁନି। ମୋର ଏବେ ସମୟ ଆସିଗଲା। ମୁଁ ଏବେ ମୋର ଭାଇ ଶୁଆକୁ ଡାକିବି। ସେ ହିଁ ଆସିଲେ ତାର ବୁଦ୍ଧି ଦ୍ୱାରା ଏହି ଶିକାରୀ ପକ୍ଷୀକୁ ମୋର ପିଛା ଛଡ଼ାଇ ପାରିବେ। ବୁଲବୁଲି ମାଉସୀ, ତମେ ମୋର ଅଣ୍ଡାମାନଙ୍କ ଯତ୍ନ ନେବ। ମୁଁ ଆଜି ମୋର ଶୁଆ ଭାଇ ପାଖକୁ ବାହାରିଲି। ମୋର ଭାଇକୁ ଧରି କାଲି ସକାଳୁ ସକାଳୁ ମୁଁ ଏଠାକୁ ଚାଲି ଆସିବି। ବୁଲବୁଲି ମାଉସୀ କୁହେ, ଆରେ ମେନା ଚଢ଼େଇ, ତୋର ଶୁଆ ଭାଇ ପାଖକୁ ଯିବୁ ଯେ, ହେଲେ ସେଇ ଶିକାରୀ ଚିଲ ବାହାରେ ବସିଛି। ତୁ ବାହାରକୁ ଗଲା ମାତ୍ରେ ସେ ତୋତେ ଆକ୍ରମଣ କରିବ। ତୁ କେମିତି ତୋରି ଭାଇ ପାଖକୁ ପହଞ୍ଚିବୁ? ଆରେ ମାଉସୀ, ମୋରି ପାଖରେ ଯେତେ ବଳ ଅଛି ମୁଁ ସବୁ ଲଗାଇଦେବି। ମୁଁ ଏତେ ଜୋରରେ ଉଡ଼ିବି ଯେ ଯେମିତି ଚିଲ ମୋତେ ଧରିପାରିବ ନାହିଁ। ତମେ ମାଉସୀ ଚିନ୍ତା କରନି। ମୁଁ ସେଇ ଶିକାରୀ ଚିଲ କଥା ଦେଖିବି। ତମେ ମୋରି ଅଣ୍ଡାମାନଙ୍କୁ ଦେଖ। ଯଦି ସେଇ ଶିକାରୀ ଚିଲର ହାତରେ ମୋର ଜୀବନ ଯାଏ, ତାହେଲେ ମୋର ପିଲାମାନଙ୍କ କଥା ତମେ ବୁଝିବ। ମୁଁ ଏବେ ଯାଉଛି ବୁଲବୁଲି ମାଉସୀ। ଏମିତି କହି ମେନା ଚଢ଼େଇ କାନ୍ଦି କାନ୍ଦି ସେଠାରୁ ଉଡ଼ିକି ଚାଲିଯାଏ। ଶିକାରୀ ପକ୍ଷୀ ଦେଖିଦିଏ କି ମେନା ଚଢ଼େଇ ଏତେ ଦିନ ପରେ ବାହାରକୁ ବାହାରିଛି। ମନେ ମନେ ଶିକାରୀ ପକ୍ଷୀ କୁହେ, ଏହି ମେନା ଚଢ଼େଇ ମୋର ଏତେ ଦିନ ନଷ୍ଟ କଲାଣି। ଆଜି ସିଏ ମୋରି ହାତରୁ ଖସି କୁଆଡ଼େ ଯାଇପାରିବ ନାହିଁ। ଏମିତି କହି ଶିକାରୀ ପକ୍ଷୀ
ମେନା ଚଢ଼େଇର ପିଛା କଲା। ମେନା ଚଢ଼େଇ ବହୁତ ଜୋରରେ ଉଡ଼ୁଥାଏ। ଶିକାରୀ ପକ୍ଷୀ ମଧ୍ୟ ବହୁତ ଜୋରରେ ଉଡ଼ୁଥାଏ। ଶିକାରୀ ପକ୍ଷୀ ମେନା ଚଢ଼େଇର ପାଖକୁ ଆସିଲା। ମେନା ଚଢ଼େଇ ମନେ ମନେ ଭାବେ, ଏବେ ମୋର ଜୀବନ ଗଲା ବୋଲି। ହେ ଭଗବାନ, ଏଇ ଶିକାରୀ ପକ୍ଷୀ ପାଖରୁ ମୋତେ ରକ୍ଷା କର। ହେ ପ୍ରଭୁ, ତମେ ଯଦି ସତରେ ଅଛ, ମୋତେ ଆଉ ମୋର ପିଲାମାନଙ୍କୁ ତମେ ରକ୍ଷା କର। ସାଙ୍ଗେ ସାଙ୍ଗେ ଆକାଶରୁ ଗୋଟିଏ ବାଡ଼ି ତଳକୁ ପଡ଼ିଲା। ସେହି ବାଡ଼ି ଆସି ସେହି ଶିକାରୀ ପକ୍ଷୀର ଡେଣାରେ ବାଜେ। ଶିକାରୀ ପକ୍ଷୀ ଆସି ତଳେ ପଡ଼ିଯାଏ। ଆରେ ଏ ମେନା ଚଢ଼େଇ, ତୁ ଏବେ ସିନା ଜିତିଗଲୁ, କିନ୍ତୁ ତୁ ଏହି ବାଟ ଦେଇ ଆସ। ମୁଁ ତୋତେ ଏଇଠି ଅପେକ୍ଷା କରିଛି। ମେନା ଚଢ଼େଇ ଆଉ ପଛକୁ ନ ଅନାଇ ସିଧା ତାର ଭାଇ ପାଖକୁ ଚାଲିଯାଏ। ତାର ଭାଇ ଘରେ ଯାଇ ପହଞ୍ଚେ। ଆଉ ତାର ଭାଇକୁ କାନ୍ଦି କାନ୍ଦି ସବୁ କଥା କୁହେ। ଶୁଆ ସବୁ କଥା ଶୁଣେ। ଆରେ ଭଉଣୀ, ତୁ ଆଉ କାନ୍ଦ ନାହିଁ। ତୋର କାନ୍ଦିବା ଦିନ ସଲା। ତୁ ମୋତେ ଏହି କଥା ଆଗରୁ ଜଣାଇବା କଥା। ହଉ, ତୁ ଆଉ ଲେଟ୍ କର ନାହିଁ। ତୁ ଚାଲ, ଆମେ ଏବେ ତମ ଜଙ୍ଗଲକୁ ଚାଲିଯିବା। ଆଉ କାଲି ମୁଁ ସେହି ଶିକାରୀ ପକ୍ଷୀକୁ ଉଚିତ ଶିକ୍ଷା ଦେବି। ଶୁଆ ଆଉ ମେନା ଚଢ଼େଇ ତାଙ୍କ ଜଙ୍ଗଲକୁ ଉଡ଼ିକି ଚାଲିଯାଆନ୍ତି। ବୁଲବୁଲି ମାଉସୀ ଶୁଆକୁ ଦେଖି ବହୁତ ଖୁସି ହୁଏ। ସକାଳ ପାହେ ଶିକାରୀ ପକ୍ଷୀ ପାଖକୁ ବୁଲବୁଲି ମାଉସୀ ଆଉ ଶୁଆ ଚାଲିଯାଆନ୍ତି। ଶୁଆ ତାର ବୁଦ୍ଧି ପ୍ରୟୋଗ କରି କୁହେ, ଆରେ ଶିକାରୀ ପକ୍ଷୀ ଭାଇ, ମୁଁ ଶୁଣିଲି କି ତମେ ମୋର ଭଉଣୀକୁ ଶିକାର କରି ଖାଇବ ବୋଲି ଭାବିଛ। ହଉ ତାହେଲେ, ମୋର ଭଉଣୀକୁ ଖାଇବ ନା ସେ ଦେଇଥିବା ଅଣ୍ଡା ଖାଇବ? ଯେଉଁଟା ଖାଇବ ଗୋଟିଏ କୁହ, ଅଣ୍ଡା ନା ମୋର ଭଉଣୀ? ଚିଲ ଅଣ୍ଡା କଥା ଶୁଣି ବହୁତ ଖୁସି ହୋଇଯାଏ। ଆରେ ମେନା ଚଢ଼େଇ, ଏହି ଘରେ ରହି କେବେ ଅଣ୍ଡା ଦେଇ ସାରିଲାଣି, ମୁଁ ଜାଣିପାରିଲି ନାହିଁ। ହଉ ତାହେଲେ, ମୁଁ ମେନା ଚଢ଼େଇକୁ ଖାଇବି ନାହିଁ। ମେନା ଚଢ଼େଇର ଅଣ୍ଡା ଆଣ, ମୁଁ ଖାଇବି। ଆଉ ହଁ, ମେନା ଚଢ଼େଇ ଯେବେ ଅଣ୍ଡା ଦେବ, ମୁଁ ତାର ସବୁ ଅଣ୍ଡା ଖାଇବି। ଯଦି ରାଜି, ତାହେଲେ କୁହ, ମୁଁ ମେନା ଚଢ଼େଇକୁ ଛାଡ଼ିଦେବି। ଶିକାରୀ ପକ୍ଷୀ କଥାରେ ବୁଲବୁଲି ମାଉସୀ ଆଉ ଶୁଆ ରାଜି ହୁଅନ୍ତି। ମେନା ଚଢ଼େଇ ଆଉ ମେନା ଚଢ଼େଇର ଅଣ୍ଡା ଆଣନ୍ତି। ଚିଲ ମେନା ଚଢ଼େଇକୁ କୁହେ, ଆରେ ମେନା ଚଢ଼େଇ, ମୁଁ ତୋର ଅଣ୍ଡା ଖାଇଲା ବେଳେ ତୁ ଦେଖିପାରିବୁ ନାହିଁ। ତୁ ମୁହଁ ସେ ପାଖକୁ କରିଦେ। ଏମିତି କହି ଶିକାରୀ ପକ୍ଷୀ ଅଣ୍ଡା ଦୁଇଟା ଗିଳିବାକୁ ଲାଗେ। ଶିକାରୀର ପେଟ ବହୁତ ବଡ଼ ହୋଇଯାଏ। ଆଉ ସେ କଥା କହିପାରେ ନାହିଁ କି ସେଠାରୁ କୁଆଡ଼େ ଯାଇପାରେ ନାହିଁ। ଶିକାରୀ ପକ୍ଷୀ ସେଠାରେ ମରିଯାଏ। ଶୁଆ ସେଇ ଅଣ୍ଡା ପରିକା ଦୁଇଟା ପଥର ଆଣିଥିଲା। ମେନା ଚଢ଼େଇ, ଶୁଆ, ବୁଲବୁଲି ମାଉସୀ ସବୁ ଖୁସି ହୁଅନ୍ତି। ଏହିପରି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଆମ ଓଡ଼ିଆ କାର୍ଟୁନ ବାର୍ଡ ଚ୍ୟାନେଲକୁ ଲାଇକ୍, ସବସ୍କ୍ରାଇବ୍ ଆଣ୍ଡ ସେୟାର କରନ୍ତୁ
ଓ ନୂଆ ନୂଆ ଭିଡ଼ିଓ ଦେଖନ୍ତୁ।